সম্প্রতি শ্রীলঙ্কা গস্তরে ঋষভ পন্থ এক বড় অসুবিধার সম্মুখীন হয়েছেন। শ্রীলঙ্কা বিপক্ষ ওডিআই সিরিজ প্রথম ম্যাচে অধিনায়ক রোহিত শর্মা ও ଭାରତୀୟ ଦଳ 5 ଜଣ ପନ୍ଥକୁ ପ୍ଲେଇଂ ଖେଳରୁ ଦୂରେଇ ରଖିଥିଲେ ଏବଂ କେଏଲ ରାହୁଲଙ୍କୁ ୱିକେଟ କିପିଂ ବ୍ୟାଟ୍ସମ୍ୟାନ ଭାବେ ଫିଲ୍ଡିଂ କରାଇଥିଲେ। ପନ୍ଥଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଓଡିଆଇ ବିଶ୍ୱକପ 2023ରେ ଟିମ୍ ଇଣ୍ଡିଆ ପାଇଁ ୱିକେଟ କିପିଂ କରିଥିଲେ। ସେହି ସମୟରେ ଋଷଭ ପନ୍ଥ ଏକ ଭୟଙ୍କର ଦୁର୍ଘଟଣାରେ ଆହତ ହୋଇଥିଲେ। କେଏଲ ରାହୁଲ 2023 ବିଶ୍ୱକପ ସମୟରେ ତାଙ୍କ ଚମତ୍କାର ୱିକେଟ କିପିଂ ସହିତ ଅଧିନାୟକ ରୋହିତ ଶର୍ମା ଏବଂ ଭାରତୀୟ ମ୍ୟାନେଜମେଣ୍ଟର ବିଶ୍ୱାସ ଜିତିଥିଲେ। ସମାନ ଆତ୍ମବିଶ୍ୱାସ ହେତୁ ଶ୍ରୀଲଙ୍କା ବିପକ୍ଷ ବର୍ତ୍ତମାନ ଓଡିଆଇ ସିରିଜରେ ଋଷଭ ପନ୍ଥଙ୍କ ଉପରେ କେଏଲ ରାହୁଲଙ୍କୁ ଅଧିକାର ଦିଆଯାଇଛି। ବର୍ତ୍ତମାନ ପନ୍ଥଙ୍କୁ କେବଳ କେଏଲ ରାହୁଲଙ୍କ ବିଷୟରେ ନୁହେଁ ବରଂ ଅନ୍ୟ ଦୁଇ ବିପର୍ଯ୍ୟୟ ୱିକେଟ କିପରକୁ ବାଦ୍ ଦେବାକୁ ପଡ଼ିବ। ସେହି ତିନି ବିପର୍ଯ୍ୟୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଯେଉଁମାନେ ଓଡିଆଇ ଦଳରେ ପନ୍ଥ ସ୍ଥାନ ନେଇପାରନ୍ତି। 26 ବର୍ଷୀୟ ଇଶାନ କିଶାନ ଆଜିକାଲି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି, କିନ୍ତୁ ସେ ଶୀଘ୍ର ଜାତୀୟ ଦଳକୁ ଫେରି ପାରନ୍ତି। ଆଗାମୀ ଘରୋଇ ସିଜନ ଝାଡ଼ଖଣ୍ଡ ପାଇଁ ରାଜ୍ୟ କ୍ରିକେଟ ଖେଳିବାକୁ ଇଶାନ କିଶାନ ରାଜି ହୋଇଛନ୍ତି। ଟିମ୍ ଇଣ୍ଡିଆ ଫେରିବା କଥା ମନେ ରଖି ଇଶାନ କିଶାନ ଏହି ଦଳ ନିଷ୍ପତ୍ତି ନେଇଛନ୍ତି। ଘରୋଇ କ୍ରିକେଟ ଖେଳିବାର ବିଶେଷ ସତ୍ତ୍ୱ ଗ୍ରହଣ